ଆପଣଙ୍କର ଯଦି ମୀନ ରାଶି ହୋଇଥାଏ ତେବେ ଏହି ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ, କାରଣ ମୀନ ରାଶିର ବ୍ୟକ୍ତିବିଶେଷଙ୍କର ଜୀବନରେ ଏହି 2026 ବର୍ଷରେ ନୂତନ ବର୍ଷରେ ଆପଣଙ୍କ ଜୀବନଟି ବହୁତ ମାତ୍ରାରେ ପରିବର୍ତ୍ତନ ଆଣିବ ଏବଂ ଆପଣଙ୍କ ଜୀବନରେ ମଧ୍ୟ ବହୁତ ମାତ୍ରାରେ ପରିବର୍ତ୍ତନ ଆସିବାକୁ ଯାଉଅଛି। ତେଣୁ ଆପଣ ଯଦି ମୀନ ରାଶିର ବ୍ୟକ୍ତିବିଶେଷ ହୋଇଥାନ୍ତି, ଈଶ୍ୱରଙ୍କୁ ସଚ୍ଚା ହୃଦୟରେ ବିଶ୍ୱାସ କରୁଥାନ୍ତି, ତେବେ ଏହି ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ। ମୀନ ରାଶିର ବ୍ୟକ୍ତିବିଶେଷଙ୍କର ପ୍ରଥମତଃ ମୀନ ରାଶିର ବ୍ୟକ୍ତିବିଶେଷଙ୍କର ଅଧିପତି ହେଉଛନ୍ତି ଦେବଗୁରୁ ବୃହସ୍ପତି, ଯାହା ଆପଣଙ୍କର ଗୁରୁ ସ୍ଥାନରେ ଅଛନ୍ତି ଏବଂ ଏହି ବର୍ଷକ ସାରା ଆପଣଙ୍କର ଉଚ୍ଚ ସ୍ଥାନରେ ରହି ଆପଣଙ୍କ ଘରେ ଚଳନ କରାଇବେ। ଫଳରେ ଆପଣଙ୍କର ଦେବଗୁରୁ ବୃହସ୍ପତିଙ୍କର ଚଳନ ଫଳରେ ଆପଣଙ୍କୁ ବହୁତ ମାତ୍ରାରେ ଉନ୍ନତି ଆସିବ, ଯେମିତିକି ଚାକିରି କ୍ଷେତ୍ରରେ ହେଉ କିମ୍ବା ଆପଣଙ୍କର ବିଜନେସ୍ ଲାଇଫ୍ କ୍ଷେତ୍ରରେ ହେଉ, ପ୍ରେମ ଜୀବନ ହେଉ କିମ୍ବା ପାରିବାରିକ କ୍ଷେତ୍ରରେ ବହୁତ ମାତ୍ରାରେ ଉନ୍ନତି ଘଟିବ। ଖାସ୍ କରି ଏହି 2026ରେ ଆପଣ କୌଣସି ନୂତନ ଜମି ହେଉ ଅବା କିମ୍ବା ନୂତନ ଯାନବାହନ କ୍ରୟ କରିପାରନ୍ତି। ଯେକୌଣସି ମାତ୍ରାରେ ହେଉନା କାହିଁ ଆପଣ ଏକ ନୂତନ ଜମି ମଧ୍ୟ କ୍ରୟ କରିପାରନ୍ତି। ଏହି 2026ରେ ଆପଣଙ୍କୁ ପୈତୃକ ସମ୍ପତ୍ତିର ମଧ୍ୟ ପ୍ରାପ୍ତ ହେବାର ଅଛି। ଆପଣ କୌଣସି ନୂତନ ଜାଗାକୁ ଦୂର ଯାତ୍ରାକୁ ଭ୍ରମଣ କରିବାକୁ ଯାଇପାରନ୍ତି। ଟ୍ରାଭେଲିଂ ମଧ୍ୟ କେଉଁଠିକି କରିପାରନ୍ତି। ଆପଣ କୌଣସି ନୂତନ ସଖାକୁ ମଧ୍ୟ ପାଇପାରନ୍ତି। ଆପଣ ପୁରୁଣା କୌଣସି ସାଙ୍ଗ ହୋଇଥାଇପାରେ, ଆପଣ ତାଙ୍କୁ ବହୁତ ବର୍ଷ ହେଲା ଦେଖିପାରିନଥିବେ, ତାଙ୍କ ସହ ମଧ୍ୟ ଭେଟ ହେବାର ସମ୍ଭାବନା ଅଛି। ଏହି 2026ରେ ଆପଣଙ୍କର ପାରିବାରିକ ଲଭ୍ ଲାଇଫ୍ କ୍ଷେତ୍ରରେ ମଧ୍ୟ ବହୁତ ମାତ୍ରାରେ ଭଲ ଘଟିବ। ଆପଣଙ୍କ ଜୀବନଟି ମଧ୍ୟ ବହୁତ ମାତ୍ରାରେ ସୁନ୍ଦର ହୋଇଯିବ ଏବଂ ଦେବଗୁରୁ ବୃହସ୍ପତି ରହିଲେ ଆପଣଙ୍କର ଉଚ୍ଚ ସ୍ଥାନରେ। ତେଣୁକରି ଆପଣଙ୍କର ଏହିସବୁ କ୍ଷେତ୍ରରେ ଖାସ୍ କରି ଶିକ୍ଷାର୍ଥୀ କ୍ଷେତ୍ରରେ ଆପଣଙ୍କର ଯଦି ଶିକ୍ଷାର୍ଥୀ ଲାଇଫ୍ ହୋଇଥାଏ, ତେବେ ଆପଣଙ୍କର ଶିକ୍ଷାରେ ବହୁତ ମାତ୍ରାରେ ଭଲ ଅଙ୍କରେ ଆପଣଙ୍କର ମାର୍କ ଆସିବ ଏବଂ ପାଠ ପଢ଼ିବାକୁ ମଧ୍ୟ ଆପଣଙ୍କର ସ୍ମରଣ ଶକ୍ତି ମଧ୍ୟ ବୃଦ୍ଧି ହେବ ଏବଂ ପାଠ ପଢ଼ିବାକୁ ମଧ୍ୟ ଆପଣ ଇଚ୍ଛୁକ ହେବେ। ତେଣୁ ଆପଣଙ୍କ ପାଇଁ ଏହି ଦେବଗୁରୁ ବୃହସ୍ପତି ଆପଣଙ୍କର ଉଚ୍ଚ ସ୍ଥାନରେ ଥିବାରୁ ଏହି 2026ଟି ଆପଣଙ୍କ ପାଇଁ ବହୁତ ମାତ୍ରାରେ ଉନ୍ନତି ଆଣିବ। ଏବଂ ଦେଖିବା ଆପଣଙ୍କର ଦେବଗୁରୁ ବୃହସ୍ପତିଙ୍କ ପରେ ଶନି କେଉଁ ଘରେ ଅଛନ୍ତି। ଦେଖନ୍ତୁ, ଶନି ଆପଣଙ୍କର ନବମ ଘରେ ଅଛନ୍ତି, ଯାହା ଆପଣଙ୍କ ପାଇଁ ବହୁତ ମାତ୍ରାରେ ଭଲ ହୋଇଥାଏ। ଶନି ଏବେ ଅଧିପତି ଅଛନ୍ତି କାହାର ନା ବିଛା ରାଶିର ଅଧିପତି ଅଛନ୍ତି। ତେଣୁ ଆପଣଙ୍କ ଉପରେ ବେଶୀ ତ କିଛି ପ୍ରଭାବ ପଡ଼ିବ ନାହିଁ। ଏଣୁ ଆପଣଙ୍କର କିଛି ମାତ୍ରାରେ ଛୋଟ ମୋଟ ଆଘାତ କରିପାରନ୍ତି ଶନି, ନଚେତ୍ ଶନି ଆପଣଙ୍କ ଉପରେ ନବମ ଘରେ ରହିଥିବାରୁ ତାହାକୁ ମଧ୍ୟ ଅନୁକୂଳ ମନାଯାଇଥାଏ। ଏବଂ ଆପଣଙ୍କର ସ୍ୱାସ୍ଥ୍ୟ କ୍ଷେତ୍ରରେ ଯଦି ଦେଖିବା, ସ୍ୱାସ୍ଥ୍ୟ କ୍ଷେତ୍ରରେ ସୂର୍ଯ୍ୟ ଏବଂ ବୁଧ ଏକତ୍ର ହୋଇ ରହିଛନ୍ତି ଆପଣଙ୍କର ସପ୍ତମ ଘରେ ସୂର୍ଯ୍ୟ ଏବଂ ବୁଧ ଏକତ୍ରିତ ହୋଇ ରହିଥିବାରୁ ଆପଣଙ୍କୁ ଯେଉଁ ବାଧାବିଘ୍ନ ଆସୁଥିଲା, ଆପଣଙ୍କୁ ଶତ୍ରୁମାନଙ୍କର ଭୟ ହେଉଥିଲା, ଆପଣ କୌଣସି କଥାକୁ ନେଇ ଡିପ୍ରେସନରେ ରହୁଥିଲେ, ଓଭର ଥିଙ୍କିଂ କରୁଥିଲେ, ଅଧିକ ଭାବୁଥିଲେ, ଚିନ୍ତା କରୁଥିଲେ, ତାହା ସବୁ ଦୂର ହୋଇଯିବ। ଏବଂ ଏହି ଆପଣଙ୍କର 2026 ନୂତନ ବର୍ଷଠାରୁ ଆପଣଙ୍କ ଜୀବନଟିକୁ ଯେତେ ସୁନ୍ଦର କରିବାକୁ ଚାହିଁବେ, ଯେତେ ଆଗ୍ରହଶୀଳ କିମ୍ବା ଆପଣ ଯେତେ ଆଟ୍ରାକ୍ଟିଭ୍ କରିବାକୁ ଚାହିଁବେ, ସେତେ ମାତ୍ରାରେ ଆପଣଙ୍କ ଜୀବନଟି ସୁନ୍ଦର ହୋଇପାରିବ। ତେଣୁ ଆପଣ ପ୍ରତ୍ୟେକ ଦିନ ହରିକୃଷ୍ଣ ମହାମନ୍ତ୍ର ଜପ କରନ୍ତୁ, ହନୁମାନ ଚାଳିଶା ମଧ୍ୟ ପାଠ କରନ୍ତୁ। ଯେତେ ମାତ୍ରାରେ ପାରିବେ ଯେକୌଣସି ମହାଦେବ ମନ୍ଦିରକୁ ମଧ୍ୟ ଯାଇ ଆପଣ ଜଳଶାୟୀ କରନ୍ତୁ ଏବଂ ପ୍ରତ୍ୟେକ ସୋମବାର ଶନିବାର ଆମିଷ ଛାଡ଼ି ଦିଅନ୍ତୁ। ଦେଖିବେ ଆପଣଙ୍କ ଜୀବନଟି ବହୁତ ମାତ୍ରାରେ ପରିବର୍ତ୍ତନ ଆସିବ ଏବଂ ଆପଣଙ୍କ ଜୀବନରେ ବହୁତ ମାତ୍ରାରେ ଯେଉଁ ମୋଡ଼ ଆସୁଥିଲା ଆପଣଙ୍କ ଜୀବନରେ, ସେ ମୋଡ଼ ମଧ୍ୟ ଦୂର ହୋଇଯିବ। ଆପଣଙ୍କ ଜୀବନଟି ବହୁତ ସରଳ ଏବଂ ସୁନ୍ଦରମୟ ହୋଇଯିବ। ତେଣୁ ଆପଣ ଯଦି ମୀନ ରାଶିର ବ୍ୟକ୍ତିବିଶେଷ ହୋଇଥାନ୍ତି ଏବଂ ଏହି ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିଥାନ୍ତି, ତେବେ କମେଣ୍ଟରେ ଜୟ ଜଗନ୍ନାଥ, ଜୟ ଶନିଦେବ, ଜୟ ମହାଦେବ ନିଶ୍ଚୟ ଲେଖନ୍ତୁ ଏବଂ ଭିଡ଼ିଓଟିକୁ ସେୟାର, ଲାଇକ୍, ସବସ୍କ୍ରାଇବ୍ କରିବା ସହ ଆମ ଚ୍ୟାନେଲରେ ବେଲ୍ ଆଇକନ୍ଟିକୁ ଅନ୍ କରି ରଖିଦିଅନ୍ତୁ। ରହୁଛି, ଧନ୍ୟବାଦ। ଜୟ ଜଗନ୍ନାଥ।